ନମସ୍କାର ଜୟ ଜଗନ୍ନାଥ ପିଲାମାନେ ଭିଡ଼ିଓକୁ ସର୍ବପ୍ରଥମେ ଫାଷ୍ଟରୁ ଲାଷ୍ଟ ତକ ଦେଖ। ସବୁଠାରୁ ଗୋଟେ ଅଲଗା ପ୍ରକାର ଭିଡ଼ିଓ ଆସିଛି। ଆଉ ମୁଁ ଏତିକି କହିବି, ଯଦି ଏମିତିକା ଭାଷଣ ତୁମେ ଦେଲ ନା, ପ୍ରଥମ ପୁରସ୍କାର ତୁମର ନିଶ୍ଚିତ ଭାବରେ। ତ ଡେରି ନକରି ଚାଲ ଭିଡ଼ିଓଟିକୁ ଆମେ ଷ୍ଟାର୍ଟ କରିନେବା। ବନ୍ଦେ ମାତରମ୍, ଭାରତ ମାତା କି ଜୟ, ଜୟ ହିନ୍ଦ। ଯେଉଁ ଦେଶର ମାଟିର ସୁଗନ୍ଧରେ ତ୍ୟାଗର ଇତିହାସ ଲୁଚି ରହିଛି, ଯେଉଁ ପବନରେ ଶହୀଦମାନଙ୍କ ଶେଷ ନିଶ୍ୱାସ ଆଜି ମଧ୍ୟ ଭାସୁଛି, ସେହି ଭାରତ ମାତାଙ୍କ ପବିତ୍ର ପାଦପଦ୍ମରେ ମୋର ଶତଶତ ପ୍ରଣାମ। ସମ୍ମାନିତ ଅଧ୍ୟକ୍ଷ ମହୋଦୟ, ଶ୍ରଦ୍ଧେୟ ଗୁରୁଜନ, ସମ୍ମାନିତ ଅତିଥିବୃନ୍ଦ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ମୋତେ ଏହି ପବିତ୍ର ମଞ୍ଚରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। କିନ୍ତୁ ବିଶ୍ୱାସ କରନ୍ତୁ, ଆଜି ମୁଁ କେବଳ ଭାଷଣ ଦେବାକୁ ଆସିନାହିଁ। ଆଜି ମୁଁ ଆସିଛି ସେହି ଅମର ବୀରମାନଙ୍କ ଋଣ ସ୍ମରଣ କରିବାକୁ, ଯାହାକୁ ଆମେ ଜୀବନ ସାରା ମଧ୍ୟ ଶୋଧ କରିପାରିବୁ ନାହିଁ। ବନ୍ଧୁଗଣ, ଏକ ମୁହୂର୍ତ୍ତ ପାଇଁ କଳ୍ପନା କରନ୍ତୁ, ଆଜି ସକାଳେ ଆପଣ ଉଠିଲେ, କିନ୍ତୁ ଆପଣଙ୍କ ଦେଶ ସ୍ୱାଧୀନ ନୁହେଁ। ଆପଣଙ୍କ ଜାତୀୟ ପତାକା ନାହିଁ, ଆପଣଙ୍କ ଜାତୀୟ ସଙ୍ଗୀତ ଗାଇବାର ଅଧିକାର ନାହିଁ, ଆପଣ ନିଜ ଭାଷାରେ କଥା କହିବାକୁ ମଧ୍ୟ ଭୟ କରୁଛନ୍ତି। ଆପଣଙ୍କ ଭବିଷ୍ୟତର ନିଷ୍ପତ୍ତି ଅନ୍ୟ କେହି ନେଉଛି। ଏହି ଚିତ୍ର କେତେ ଭୟଙ୍କର, କିନ୍ତୁ ଏହି ଭୟଙ୍କର ସତ୍ୟକୁ ବଦଳାଇଥିଲେ ଆମର ସ୍ୱାଧୀନତା ସଂଗ୍ରାମୀମାନେ। ସେମାନେ କେବଳ ଯୁଦ୍ଧ କରିନଥିଲେ, ସେମାନେ ନିଜର ଯୌବନ ଦେଇଥିଲେ, ନିଜର ସୁଖ ଦେଇଥିଲେ, ନିଜର ପରିବାର ଦେଇଥିଲେ, ଏପରିକି ନିଜର ଜୀବନ ମଧ୍ୟ ଦେଇଥିଲେ। ଯେତେବେଳେ ଭଗତ ସିଂ ଫାଶୀ ମଞ୍ଚକୁ ଯାଉଥିଲେ, ସେ କାନ୍ଦୁ ନଥିଲେ, ସେ ହସୁଥିଲେ, କାରଣ ସେ ଜାଣିଥିଲେ ମୋର ମୃତ୍ୟୁ ନୁହେଁ, ମୋର ବଳିଦାନ ଏକ ସ୍ୱାଧୀନ ଭାରତର ଜନ୍ମ ଦେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱର ଆଜି ମଧ୍ୟ ଗୁଞ୍ଜରିତ, ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ମହାତ୍ମା ଗାନ୍ଧୀ ଆମକୁ ଶିଖାଇଥିଲେ, ସତ୍ୟ ଓ ଅହିଂସା ମଧ୍ୟ ସବୁଠାରୁ ବଡ଼ ଶକ୍ତି ହୋଇପାରେ। ଆମ ଓଡ଼ିଶାର ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ ଓ ଅନେକ ବୀରପୁତ୍ର ଭାରତର ସ୍ୱାଧୀନତା ଇତିହାସକୁ ଗୌରବାନ୍ୱିତ କରିଛନ୍ତି। ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି, ଯଦି ଆଜି ସେହି ଶହୀଦମାନେ ଆମ ସାମ୍ନାରେ ଆସି ଠିଆ ହୁଅନ୍ତି, ଆମେ କି ଗର୍ବର ସହ କହିପାରିବା ଯେ ଆପଣମାନଙ୍କ ସ୍ୱପ୍ନର ଭାରତ ଆମେ ଗଢ଼ୁଛୁ? ଏହି ପ୍ରଶ୍ନର ଉତ୍ତର ଆମେ ନିଜେ ମନକୁ ଦେବାକୁ ପଡ଼ିବ। ଦେଶପ୍ରେମ କେବଳ 15 ଅଗଷ୍ଟରେ ପତାକା ଧରି ଫଟୋ ଉଠାଇବା ନୁହେଁ। ଦେଶପ୍ରେମ ହେଉଛି ଅସତ୍ୟକୁ ପ୍ରତ୍ୟାଖ୍ୟାନ କରିବା, ସଚ୍ଚୋଟ ରହିବା, ପରିବେଶକୁ ସୁରକ୍ଷା କରିବା, ଦୁର୍ବଳଙ୍କୁ ସାହାଯ୍ୟ କରିବା, ନାରୀଙ୍କୁ ସମ୍ମାନ କରିବା, ଆଇନକୁ ମାନିବା ଏବଂ ନିଜ କର୍ତ୍ତବ୍ୟକୁ ଇମାନଦାରୀ ସହ ପାଳନ କରିବା। ଆମେ ଛାତ୍ରଛାତ୍ରୀ, ଆଜି ଆମ ହାତରେ ବନ୍ଧୁକ ନାହିଁ, କିନ୍ତୁ ଆମ ହାତରେ ଅଛି ଜ୍ଞାନର ଦୀପ, ଆମ ହାତରେ ଅଛି କଲମ, ଏବଂ ସେହି କଲମ ହିଁ ଆଗାମୀ ଭାରତର ଭାଗ୍ୟ ଲେଖିବ। ଆସନ୍ତୁ ଆମେ ଏମିତି ଭାରତ ଗଢ଼ିବା, ଯେଉଁଠି ଭୋକ ନଥାଏ, ଭୟ ନଥାଏ, ଘୃଣା ନଥାଏ, ଯେଉଁଠି ପ୍ରତ୍ୟେକ ଶିଶୁର ଆଖିରେ ସ୍ୱପ୍ନ ଥାଏ, ପ୍ରତ୍ୟେକ ଯୁବକର ହୃଦୟରେ ଦେଶପ୍ରେମ ଥାଏ ଏବଂ ପ୍ରତ୍ୟେକ ନାଗରିକ ଜୀବନରେ ସତ୍ୟ ଥାଏ। ଆସନ୍ତୁ ଆଜି ଏହି ପବିତ୍ର ଦିନରେ ଆମେ ସମସ୍ତେ ହାତ ଉଠାଇ ଶପଥ ନେବା, ମୁଁ ମୋ ଦେଶକୁ ଭଲ ପାଇବି, ମୁଁ ମୋ ଦେଶର ସମ୍ମାନ ରକ୍ଷା କରିବି, ମୁଁ ଜଣେ ସଚ୍ଚୋଟ, ଦାୟିତ୍ୱବାନ ଓ ଆଦର୍ଶ ନାଗରିକ ହେବି, ମୋର ପ୍ରତ୍ୟେକ କାର୍ଯ୍ୟରେ ଭାରତର ଗୌରବ ବଢ଼ାଇବି। ଶେଷରେ ମୁଁ ମୋର ଭାଷଣକୁ ଏହି କିଛି ପଂକ୍ତି ସହ ସମାପ୍ତ କରୁଛି। ଏହି ତ୍ରିରଙ୍ଗା କେବଳ କପଡ଼ା ନୁହେଁ, ଏହା ଲକ୍ଷ ଲକ୍ଷ ଶହୀଦଙ୍କ ସ୍ୱପ୍ନ। ଏହା କେବଳ ପତାକା ନୁହେଁ, ଏହା ଭାରତର ଆତ୍ମା। ଏହା କେବଳ 3ଟି ରଙ୍ଗ ନୁହେଁ, ଏହା ଆମର ଅସ୍ତିତ୍ୱ, ଆମର ଗୌରବ, ଆମର ପରିଚୟ। ଆସନ୍ତୁ ସମସ୍ତେ ଏକ ସ୍ୱରରେ କହିବା, ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ହିନ୍ଦ। ପିଲାମାନେ, ଯଦି ତୁମେ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଦେଖିଛ, ତ ଆଶା କରୁଛି ଏ ଭିଡ଼ିଓଟା ତୁମ ମନକୁ ନିଶ୍ଚିତ ଭାବରେ ଛୁଇଁଥିବ। ତ ପିଲାମାନେ, ଭିଡ଼ିଓଟିକୁ ଲାଇକ୍, ଭଲ କମେଣ୍ଟ କର। ଆଉ ଯଦି ପ୍ରଥମ ଥର ଚ୍ୟାନେଲକୁ ଆସିଛ, ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇଥିବ। ରହୁଛି।